ମାନବ କଲ୍ୟାଣ ପାଇଁ ଆଜି ଆମେ ଆଜାଦ ହିନ୍ଦ ଫାଉଣ୍ଡେସନ୍ ଆଜି ଆମେ ଏମିତି ଜାଗାକୁ ଯାଇଥିଲୁ। ଆମେ ଲୋକମାନଙ୍କର ଯେଉଁ ମୌଳିକ ଅସୁବିଧା ବନ୍ୟା ଟାଇମ୍ରେ ଆମେ ପରିଦର୍ଶନ କରିଥିଲୁ, କିନ୍ତୁ ଯେଉଁ ଅସୁବିଧାରେ ସେମାନେ ଅଛନ୍ତି ଦେଖିଲେ ଆଖିରେ ଲୁହ ଆସିଯାଉଛି। ତାଙ୍କର ଯେଉଁ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହୋଇଛନ୍ତି। ପାଣି ଘେରରେ ଆଜି 15 ଦିନ ମାସ ହେଲା ସେମାନେ ରହିଛନ୍ତି, ନା ଖାଦ୍ୟ ପାଉଛନ୍ତି, ନା ଖାଇବା ପାଇଁ ପାଉଛନ୍ତି। ଭୋକ ଉପାସରେ ଆଜି ସେମାନେ ରହିଛନ୍ତି। ପ୍ରକୃତିର ବିପର୍ଯ୍ୟୟ କାହାକୁ ବା କ'ଣ କରି ନଥାଏ। ଟିକେ ଦାନା ପାଇଁ ସେମାନେ ଆଜି ଗୋଟେ ଜାଗାରେ ରହିଛନ୍ତି, ଯାହାକି ସେମାନେ ନା ଖାଇବା ପାଇଁ ପାଉଛନ୍ତି, ନା ଶୋଇବା ପାଇଁ ପାଉଛନ୍ତି, ମୁଠାଏ ଦାନା ପାଇଁ କହଳ ବିକଳ ହେଉଛନ୍ତି। ତେଣୁ ଏଇସବୁ ଜିନିଷ